नमस्ते क्षीणकारणाय निष्कारणाय अद्भुतकारणाय सर्वागमनाय महार्णवाय नमो प्रवर्गाय परायणाय नमो प्रवर्गाय परायणाय नमो प्रवर्गाय परायणाय जय श्री शिवानन्द राजा राम जय सत्य सनातन कल्की राम जय श्री शिवानन्द राजा राम जय सत्य सनातन कल्की राम जय श्री शिवानन्द राजा राम जय सत्य सनातन कल्की राम जय श्री शिवानन्द राजा राम जय सत्य सनातन कल्की राम जय श्री शिवानन्द राजा राम जय सत्य सनातन कल्की राम जय श्री शिवानन्द राजा राम जय सत्य सनातन कल्की राम। ओम नमो शिवाय अनंत योगेश्वराय नमो नमः। ओम ह्रीं अंबिकाय नमः। ओम ह्रीं अंबिकाय नमः। अनंत योगेश्वरଙ୍କ आश्रम पवित्र प्रांगण एई अनंत योगेश्वरଙ୍କ पादरे भक्तिपूत प्रणति निवेदन करी समस्तंकर सबु प्रकार उन्नति पाई प्रार्थना करुछि। समस्ते सुस्थ रुहन्तु एवं शांति रे जीवन काटन्तु। प्रथमे वैकुंठंकर गोटे रचनावलीर गोटे पद गाइबी, मधुंकर गोटे गाइबी, अभिन्न सुंदरंकर गाइबी, तापरे बायाबाणीर निपद कही कथाटी रखिबा। हे घन बरन मो मन गहन कथा तो जान निश्चय। हे घन मो मन कथा तो जा निश्चय नाही किछि बांछा अहेतु की इच्छा। नाही किछि बांछा अहेतुकी इच्छा करी थरे चाहि दियो प्रभु कही थरे चाहि दियो। हे घन बरन मो मन गहन कथा तो जा निश्चय कथा तो जान। भक्त भगवानकर संबंध होउछि एया। भक्त प्रकृत रे जे भक्त से किछि कहेनी, कारण से जाने जे मो प्रभु सबु जानती। जिए आम हृदय मध्यरे रही सबु जानुछंती, तांकु कौन आमे कहि परिबा। ये कथा दियो से कथा दियो से कथा दियो, सेटा सरीगले आउ गोटे कथा दियो। तेणु जीवन तमाम जेतिकी दिन आमे पृथ्वी रे बंचिबा एमती मागु मागु कहू कहू दिनटा केतेबेले सरीजिव ता मध्य कहि हब नाही। तेणु तांकु किछि मागना, केवल तांको नाम स्मरण कर, तांको स्वरूप को चिंतन कर एवं समस्त कथा तांको पादरे समर्पण कर। मधु एठी कहिले कृष्ण हे
নমস্তে নমস্তে ভবার্ণব কান্ডারি নমস্তে বিশ্বব্যাপী ব্রহ্ম সাধু হৃদয় বিহারী কৃষ্ণ হে নমস্তে ভবার্ণব কান্ডারি নমস্তে বিশ্বব্যাপী ব্রহ্ম সাধু হৃদয় বিহারী ସାଧୁ କହିଲେ ଗୋଟେ ଗୁଣ, ସାଧୁ ଗୋଟେ ଜାତି ନୁହେଁ। ସାଧୁତା ଯାହା ଭିତରେ ଅଛି, ସେ ଗୃହୀ ହେଇପାରେ, ସନ୍ନ୍ୟାସୀ ହେଇପାରେ, ଯାହା ଭିତରେ ସେଇ ସାଧୁତା ରୂପକ ଗୁଣ ଯାହା ଭିତରେ ଅଛି, ତାରି ହୃଦୟ ବିହାରୀ ହେଉଛନ୍ତି ଭଗବାନ। ଭଗବାନ ସେଇ ସାଧୁଙ୍କ ହୃଦୟରେ ଲୀଳା କରିବା ପାଇଁ ସେ ବହୁତ ଭଲ ପାଆନ୍ତି। ସେଥିପାଇଁ ଗୀତାରେ କହିଲେ ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତା। ସାଧୁମାନଙ୍କୁ ପରିତ୍ରାଣ କରିବା ପାଇଁ ଭଗବାନ ଯୁଗେ ଯୁଗେ ଅବତୀର୍ଣ୍ଣ ହୁଅନ୍ତି। ଠାକୁର ଅଭିରାମ କହିଲେ ଯେ ଅବା ନ ମାନେ ତାହାକୁ ଯୋଗ ଦଣ୍ଡ ପ୍ରଳୟ, ଯେ ଅବା ମାନଇ ତାହାର ଆଉ ନଥାଇ ଭୟ, ଯେ ଅବା ନ ମାନେ ତାହାକୁ ଯେ ଅବା ଯିଏ ତାଙ୍କୁ ମାନିବ ତାର ଆଉ ଭୟ କୋଉଠି ରହିବ? ଯଦି ବି ଦୁଃଖ ଆସେ, ମୃତ୍ୟୁ ଆସେ, ନିନ୍ଦା ଆସେ, ବିପଦ ଆସେ, ଆସିବ। ସେ ଆସିବ ନାହିଁ ବୋଲି କଥା ନୁହେଁ। ଯିଏ ତାଙ୍କୁ ମାନିଛି, ତାଙ୍କ ଇଚ୍ଛାକୁ ଯିଏ ସମ୍ମାନ ଦେଇ ଜାଣିଛି, ବଳିଆ ଗୋଟିଏ ଗୀତରେ ଲେଖିଛି ସବୁ ତ ତୁମରି ଇଚ୍ଛା ଇଚ୍ଛା ସବୁ ତୁମରି ଲୀଳା ସବୁ ତୁମରି ଲୀଳା ଜାନା ମରେ ଧର୍ମ ପ୍ରବୃତ୍ତି ନିବୃତ୍ତି ସଦା କରୁଥାନ୍ତି ଖେଳା। ସଦା କରୁଥାନ୍ତି ଖେଳା। ହେ ଇଚ୍ଛାମୟ ଭଗବାନ, ସବୁ ତୁମରି ଇଚ୍ଛାରେ ହିଁ ଜଗତ ଚାଲିଛି। ତୁମ ଇଚ୍ଛା ବିନା ଗଛର ପତ୍ରଟିଏ ମଧ୍ୟ ହଲିବା ସମ୍ଭବ ନୁହେଁ। ଗଛ ତ ସୃଷ୍ଟି ହେବନି, ଆଉ ପତ୍ର କ'ଣ ହଲିବ? ଏ ହେଉଛି ଭଗବତ ସମର୍ପିତ ଭାବନାର ସଙ୍ଗୀତ। ମହାପୁରୁଷମାନେ ଏଣୁ ତେଣୁ କିଛି କହନ୍ତିନି, ଯାହା କୁହନ୍ତି ଭଗବତ ସମର୍ପିତ ହେଇ କୁହନ୍ତି। ବର୍ତ୍ତମାନ ବାୟା ବାଣୀ କହିବା। ଜଣେ ପ୍ରଶ୍ନକର୍ତ୍ତା ପ୍ରଶ୍ନ କଲେ, ଇଏ ସଂସାରରେ ଆମେ କ'ଣ ସମସ୍ତେ, ଯଦି ସଂସାରଟା କିଛି ନୁହଁ ବା ଅନିତ୍ୟ, ତାହେଲେ ଆମେ ସମସ୍ତେ ଆଉ ଘର ସଂସାର ନ କରି ଲେଙ୍ଗୁଟି ପିନ୍ଧିକିରି ଘର ଛାଡ଼ି ଚାଲିଯିବା ନା କ'ଣ? ବାବା ଉତ୍ତର ଦେଲେ, ସେଇଟା ତ ନ୍ୟାୟ। ଲେଙ୍ଗୁଟି ପିନ୍ଧିବାଟା, ଲେଙ୍ଗୁଟି ପିନ୍ଧିକିରି ଚାଲିଯିବା, ଇଏ ଗୋଟେ ନ୍ୟାୟ ବୋଲି ବାବା କହିଲେ। ଏଇଟା ସମ୍ପୂର୍ଣ୍ଣ ନ୍ୟାୟ ନୁହେଁ। ଆମେ ଲେଙ୍ଗୁଟି ନ ପିନ୍ଧିକିରି ମଧ୍ୟ ଏଇ ସଂସାର ଭିତରେ ରହି ଆମେ ଯଥାଚିତ କାର୍ଯ୍ୟ କରିପାରିବା। ସମସ୍ୟାକୁ ସମାଧାନ କରିବା ପାଇଁ ଆମେ ସବୁବେଳେ ସମସ୍ୟା ସହିତ ଆମକୁ ଯୁଦ୍ଧ କରିବାକୁ ପଡ଼ିବ। ଦୁର୍ଭାଗ୍ୟ ଅଛି ବୋଲି ଯେ ଆମେ କିଛି କାମ କରିବାନି ତା ନୁହେଁ। ଦୁର୍ଭାଗ୍ୟ ସହିତ
ଆମକୁ ସଂଗ୍ରାମ କରିବାକୁ ପଡ଼ିବ। ଯୀଶୁଙ୍କର ଗୋଟିଏ ଉଦାହରଣ ଦେଇକିରି କହିଲେ, ଯାହା ଅଛି ସବୁ ଦାନ କର ଓ ତୁମେ ମୋ ପଛରେ ଆସ। ଯେ ସବୁ ଦାନ କର ଅର୍ଥ କ'ଣ? କ'ଣ ଲେଙ୍ଗୁଟି ପିନ୍ଧିକିରି ପଳେଇବ ଏଇ ଯାଉଛି ସବୁ ସବୁ ହେଉଛି ଦାନ? ତା ନୁହେଁ। ତୁମ ଭିତରେ ଥିବା ଦମ୍ଭ, ଦର୍ପ, ଗର୍ବ, ଅଭିମାନ ଏ ସବୁକୁ ତୁମେ ତ୍ୟାଗ କରି ତୁମେ ମୋର ପଶ୍ଚାତ ଧାବନ କର, ମୋ ବାଣୀ ଶୁଣ, ମୋତେ ପୂଜା କର, ମୋର ନାମକୁ ଚିନ୍ତନ କର। ଇଏ ହେଉଛି ମାନେ ଯୀଶୁ ଆକୁ ଏକଥା କହିଛନ୍ତି। ଆଉ ଗୋଟିଏ କଥା କହିଛନ୍ତି, ଠାକୁର ନିଗମାନନ୍ଦ ବି କହିଛନ୍ତି, ଯୀଶୁ ବି କହିଛନ୍ତି, ପର ନିନ୍ଦା ପର ଚର୍ଚ୍ଚା ରାଖ ବହୁ ଦୂରେ। ଅନ୍ୟର ନିନ୍ଦା କରିବା ପୂର୍ବରୁ ନିଜର କେତେ ଭୁଲ ଅଛି ସେଇଟାକୁ ଆଗ ଦେଖ। ତମେ ଆଙ୍ଗୁଠି ଦେଖେଇ ଅନ୍ୟର ଭୁଲକୁ ଦେଖୁଛ, କିନ୍ତୁ ଅନ୍ୟର ଭୁଲକୁ ଦେଖିବା ସହିତ ତୁମେ ଆଗେ ତା ପୂର୍ବରୁ ଭାବ ମୋର କେତେ ଭୁଲ ଅଛି। ବାବା କେତୋଟି ଭାଗବତର ପଦ କହିଲେ, ମୂଳୁ ମାଇଲେ ଜୀବ ସରି ଦେବଙ୍କ ସଙ୍ଗେ ସକଳ ଭାବେ ଗୁଣ ଦୋଷ ଉଦ୍ଧବ ଦେଖି ବାଟିଆସ। ଗୁଣ ଦୋଷ ହୀନ ଦେଖଇ ଉଦ୍ଧବ ଗୁଣ ଅଟେ ସେହି, ଉଦ୍ଧବ ଗୁଣ ଅଟେ ସେହି, ଉଦ୍ଧବ ଗୁଣ ଅଟେ ସେହି, ଉଦ୍ଧବ ଗୁଣ ଅଟେ ସେହି, ଉଦ୍ଧବ ଗୁଣ ଅଟେ ସେହି। ଅନ୍ୟର ଦୋଷ ଦେଖୁ ଦେଖୁ ତମେ ଗୋଟାଏ ମହା ଦୋଷୀରେ ପରିଣତ ହେଇଯିବ। ଯଦି ଅନ୍ୟର ଗୁଣକୁ ଆହରଣ କରିବ, ଗୁଣ ଦେଖୁ ଦେଖୁ ତମେ ଗୋଟିଏ ବିରାଟ ଗୁଣୀ ବା ବିରାଟ ଜ୍ଞାନୀରେ ପରିଣତ ହେଇଯିବ। ଆଉ ପର ନିନ୍ଦା ପର ଚର୍ଚ୍ଚା ଯଦି ସବୁବେଳେ ମନ ଭିତରେ ରହିବ, ତା ଦ୍ୱାରା ଲାଭ କିଛି ହେବ ନାହିଁ। କ'ଣ କ୍ଷତି ହେବ? ତୁମର ଭାଗ୍ୟ ନଷ୍ଟ ହେଇଯିବ। ତୁମ ଭିତରେ ଯେଉଁ ସୌଭାଗ୍ୟ ଅଛି ସେ ସୌଭାଗ୍ୟ ରହିବ ନାହିଁ। ଲକ୍ଷ୍ମୀ ଛାଡ଼ିକିରି ପଳେଇବେ, କହିବେ ଇଏ ଅଲକ୍ଷଣା ଘରେ ମୁଁ ଆଉ ରହିବିନି। ତେଣୁ ପରନିନ୍ଦା ପର ଚର୍ଚ୍ଚା ରାଖ ବହୁଦୂରେ, ଇଏ ଠାକୁର ନିଗମାନନ୍ଦଙ୍କର ବାଣୀ। ଯିଏ ପରଦାର, ଯୋ ପରଦାର କରେ ସଦା ସୋ ତୀର୍ଥ ଗୟା ତ ତୀର୍ଥ ଗିয়া ନ ଗିয়া, जो परबीत हरे सदा ओ दान किया ना किया। जो परास करे सदा सो बहुत दिन जिया ना जिया। जो मुंह में पर चुगली किया वो हरि नाम लिया ना लिया। जे परर चुगली करे, पर निंदा करे, पर चर्चा करे, ସିଏ ନାମ ନେଲେ ଯାହା, ନାମ ନ ନେଲେ ସେଇଆ। ତୀର୍ଥକୁ ଗଲେ ଯାହା, ତୀର୍ଥକୁ ନ ଗଲେ ମଧ୍ୟ ସେଇଆ। ଦେଖନ୍ତୁ ସଜ୍ଜନ, ଆମେ ଗୋଟେ ପରିବାର ଭିତରେ ଅଛେ। ଧରନ୍ତୁ ଜଣେ ସନ୍ନ୍ୟାସୀ ଆଶ୍ରମ ଭିତରେ ଅଛି। ଆଶ୍ରମ ଗୋଟେ ପରିବାର। ଆମେ ଯେଉଁମାନେ ବୈବାହିକ ଜୀବନ ଯାପନ କରି ଆମେ ଗୋଟିଏ ପରିବାର ଭିତରେ ଅଛେ। ଭାଇ ଭାଇରେ, ଭାଇ ଭଉଣୀରେ, ସ୍ୱାମୀ ସ୍ତ୍ରୀରେ, ବାପ ପୁଅରେ, ଏମିତି ଗୋଟେ ପରିବାର ନେଇକରି ଆମେ ଅଛୁ। ଯଦି ଆମ ଭିତରେ
ଠିକ ବୁଝାମଣା ରହିବ ନାହିଁ। ମୁଁ ତା ବିରୁଦ୍ଧରେ କହିବି, ସିଏ ମୋ ବିରୁଦ୍ଧରେ କହିବ। ଏଇ ଯୋଉ ଚୁଗୁଲି କଥା, ଟୁପୁ 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 ହଁ ଟୁପୁ ଟୁପୁ ମେଘ ବାଟ ବିଗାଡ଼େ, ଟୁପୁ ଟୁପୁ କଥା କାନ ବିଗାଡ଼େ। ତେଣୁ ଆମେ ପରସ୍ପର ଯଦି ପରସ୍ପରର ଦୋଷ ଦେଖୁ, ସେ ପରିବାର କେବେ ହେଲେ ଶାନ୍ତିର ପରିବାର ହବ ନାହିଁ, ବୈକୁଣ୍ଠର ପରିବାର ହବ ନାହିଁ। ତେଣୁ ସେଥିପାଇଁ କବି ଲେଖିଛନ୍ତି, ବୈକୁଣ୍ଠ ସମାନ ଆହା ଅଟେ ସେହି ପରସ୍ପର ଥାଏ ବୈକୁଣ୍ଠ ଅଟେ ସେହି ଇଏ ସ୍ନେହ ଶ୍ରଦ୍ଧା ଏଇଟା ବଜାରରେ ମିଳିବନି, କୌଣସି ବଜାରରେ ମିଳିବନି। ଏହାକୁ ବିଜ୍ଞାନ ମଧ୍ୟ ତୈରି କରିପାରିବ ନାହିଁ। ଇଏ କରୋନା ଟୀକା ନୁହେଁ କି ଇଞ୍ଜେକ୍ସନ ନୁହେଁ କି ଔଷଧ ନୁହେଁ। ସ୍ନେହ ଶ୍ରଦ୍ଧା ଆଉ ମମତା ତୁମ ଭିତରେ ସେ ଯନ୍ତ୍ର ସୃଷ୍ଟି କରି ଦୁନିଆକୁ ସେ ତମକୁ ପଠେଇଛନ୍ତି। ତୁମେ ସ୍ନେହ ଶ୍ରଦ୍ଧା ମମତା ଯେତେ ଯାହାକୁ ଦେଇପାରିବ ସିଏ ସରିବନି। ଗୋଟିଏ ଦୀପ ଲାଗିଛି, ତା ଭିତରେ ଯଦି 100ଟି ଦୀପ ଲାଗିବ ତାହେଲେ ସିଏ ମୂଳ ଦୀପଟିର ଯେଉଁ ଆଲୋକ ସେ ନିର୍ବାପିତ ହେବ ନାହିଁ କିମ୍ବା ମ୍ଳାନ ହେବ ନାହିଁ। ତେଣୁ ସ୍ନେହ ମମତା ଶ୍ରଦ୍ଧା ପ୍ରେମ ଏହାଠାରୁ ବଳି ମୂଲ୍ୟବାନ ସମ୍ପତ୍ତି ଦୁନିଆରେ କିଛି ନାହିଁ। ଆଜି ବିଶ୍ୱ ପୃଥିବୀ ଆଜି ଆତଙ୍କିତ, ଆତଙ୍କବାଦରେ ଗର୍ଜନ କରୁଛି ସମଗ୍ର ବିଶ୍ୱ। ତାର କାରଣ କ'ଣ? ଦେଶ ଦେଶ ଭିତରେ ଭଲ ପାଇବା ନାହିଁ। ଆଜି ଆମ ସମାଜରେ ଘୃଣା ବିଦ୍ୱେଷ ବର୍ଦ୍ଧିତ ହେଉଛି। ତାର କାରଣ କ'ଣ? ଆମେ କେହି କାହାରିକି ବୁଝିବା ପାଇଁ ଚେଷ୍ଟା କରୁନାହୁଁ। କାହା ପ୍ରତି କାହାର ସ୍ନେହ, ଜଣକୁ ସ୍ନେହ ମମତା ଦେଲେ ତା ପରିବର୍ତ୍ତେ ତୁମେ କ'ଣ କେତେ ସ୍ନେହ ପାଇବ ସେ କଥାକୁ ଆମେ ହିସାବ କରୁନାହୁଁ। ଆମେ ରକ୍ତର ତାଣ୍ଡବ ଖେଳୁଛୁ, ରକ୍ତରେ ହୁରି ଖେଳୁଛୁ। ମଣିଷ ଜୀବନକୁ ଆମେ ଆଫଗାନିସ୍ତାନରେ କାଲିର ନ୍ୟୁଜ୍ ହେଉଛି 4ଟି ଖଣ୍ଡେ ମଣିଷକୁ ମାରିକିରି ସେ ରାସ୍ତାରେ ତାଙ୍କ ମୁର୍ଦ୍ଦାର ଝୁଲେଇ ଦେଇଛନ୍ତି। ତାମାନେ ଦୁନିଆକୁ ଦେଖାଉଛନ୍ତି, ଆଫଗାନିସ୍ତାନବାସୀଙ୍କୁ ଦେଖାଉଛନ୍ତି, ତମେ ଯଦି ଆମ ବିରୁଦ୍ଧରେ ଯିବ ଏମିତି ତମ ଶବ ରାସ୍ତାରେ ଝୁଲିବ। ତେଣୁ ଯିଏ ମରୁଛି ସେ ତ ମରିଯାଉଛି, କିନ୍ତୁ ଯିଏ ମାରୁଛି ତା ହୃଦୟରେ ଦୟା ଥିଲେ ସିଏ କଥା କେବେ କରିପାରିବ ନାହିଁ। ଦେହରେ ଗୋଟିଏ ବଥ ହେଲେ ସେ କେତେ କଷ୍ଟ ପାଉଛି ଆପଣମାନେ ଜାଣିଛନ୍ତି। କିନ୍ତୁ ଜଣେ ଜଣକୁ ମାରିଦେବ, ଏଇ ଭାରତ ବର୍ଷରେ ହଉ, ଓଡ଼ିଶାରେ ହଉ, ଆମ ଅଞ୍ଚଳରେ ହଉ, କେମିତି ତାକୁ ମାରନ୍ତି ଇଏ କଥା ବଳିଆ ବୁଝିପାରେ ନା। ତେଣୁ ସ୍ନେହ ଶ୍ରଦ୍ଧା, ଗୀତା କହିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଯାହା ଭିତରେ ଶ୍ରଦ୍ଧା ଅଛି ସିଏ ହିଁ ପ୍ରକୃତରେ ଜ୍ଞାନ ଅର୍ଜନ କରିପାରିବ। ତେଣୁ ସଜ୍ଜନ ଶ୍ରଦ୍ଧାଳୁ ହୁଅ, ସେବକ ହୁଅ, ଈର୍ଷୁକ ହୁଅ ନା, ପରନିନ୍ଦା କର ନା, ପରଚର୍ଚ୍ଚା କର ନା। ଗୋଟେ ପରିବାରକୁ ବୈକୁଣ୍ଠରେ ପରିଣତ କର। ପରିବାରର ପିଲାମାନେ, ଯେଉଁମାନେ ଯୁବକମାନେ ଅଛନ୍ତି ବା ଯୁବତୀମାନେ, ପୁଅ ଝିଅମାନେ ଅଛନ୍ତି, ସେମାନେ ଚଗୁଲି ନ ହୋଇ ନିଶା
ମାଦକ ଠାରୁ ଦୂରେଇ ରହି ସ୍ନେହିକ ହୁଅ, ପ୍ରେମିକ ହୁଅ। ତୁମ ଭିତରେ ବାତ୍ସଲ୍ୟ ସ୍ନେହ ସୃଷ୍ଟି ହଉ। ତେବେ କର୍ତ୍ତବ୍ୟନିଷ୍ଠ ହୁଅ। ତେଣୁ ସମସ୍ତେ ଏଇଭଳି ଭାବରେ ଯଦି ନୀତି ନିୟମକୁ ପାଳନ କରି ଖାଲି ଶୁଣିଦେବେ ଉଠିଗଲେ, ବାବା ଏମିତି କହୁଥିଲେ ଆମେ ଏମିତି ଶୁଣିଲୁ, କିଛି ନାହିଁ। କାଲି ଆଶ୍ରମରୁ ଫୋନ୍ ଆସିଲା, 2-3 ଜଣ ବ୍ୟକ୍ତି ଆମର ଭକ୍ତ ସେ ଚିଦାନନ୍ଦ ବ୍ରହ୍ମଚାରୀଙ୍କୁ ଫୋନ୍ କରି କହିଲେ ବାବା କହିଲା ବେଳକୁ କାହିଁ ଟିକେ ମୁହଁ ଶୁଖି ଯାଉଛି, ତେଣୁ ବୋଧେ କଷ୍ଟ ହେଉଛି, ତେଣୁ ବାବାଙ୍କୁ କହ ବରଂ ବର୍ତ୍ତମାନ ଯେପର୍ଯ୍ୟନ୍ତ ତାଙ୍କର ଟୁର୍ ଚାଲିଛି ବିଭିନ୍ନ ଜାଗାକୁ ଯାଉଛନ୍ତି ଲାଇଫ୍ ବନ୍ଦ କରନ୍ତୁ। ମୁଁ କହିଲି କାହିଁକି? ଆମେ ଜୀବନରେ ବୁଲି ପାରୁଛେ, 10-15 ମିନିଟ୍ କି 20 ମିନିଟ୍ ଲୋକଙ୍କୁ ଟିକେ କହିବୁ, ଇଏ ଗୋଟେ କଥା ପାଇଁ କ'ଣ ଏତେ ଝାଳ ଆମର ବୋହିଯିବ? ଏତେ କଷ୍ଟ ଆମକୁ ହବ? ତେଣୁ ନା, କେବେ ବି ବନ୍ଦ ହବ ନାହିଁ। ହଁ ଏମିତି ଅସୁସ୍ଥ ହେଇ ମୁଁ ଶୋଇ ରହିଲି ଆଉ ଉଠି ପାରୁନି କହିବିନି, ସେ ଅଲଗା କଥା। ଏ କଥା କିଛି ଲୋକ କହୁଥିବା ବେଳେ ଆଉ କିଛି ଲୋକ ଆମରି ଭକ୍ତମାନେ ସେ ଖବର ଦେଲେ ବାବା କିଛି କୁହନ୍ତୁ ନ କୁହନ୍ତୁ ଆମର ଗୋଟେ ଅଭ୍ୟାସ ହେଇଗଲାଣି, ଆମେ ବାବାଙ୍କୁ ସବୁଦିନେ ଟିକେ ଦେଖିବୁ। ତେଣୁ କିଛି ନ କୁହନ୍ତୁ, ଖାଲି ବାବାଙ୍କ ରୂପଟାକୁ ଦେଖେଇ ଦେବ। ମୁଁ କହିଲି ଆରେ ଇଏ ବି କିଛି ଲୋକ ଏମିତି ବି ଅଛନ୍ତି, କିଛି ଲୋକ ସେମିତି ବି ଅଛନ୍ତି। ତେଣୁ ସଜ୍ଜନ, ଆଜି ବାରିପଦା ଅନନ୍ତ ଯୋଗେଶ୍ୱର ଆଶ୍ରମରୁ ଆଜି ବହଡ଼ାଗୁଡ଼ା ଆଶ୍ରମକୁ ଯିବି। ପୁଣି କାଲି ସକାଳେ ଆପଣମାନଙ୍କ ସହିତ ପୁଣି ଏଇ ଲାଇଫ୍ରେ ଦେଖାହେବ। ଯିଏ ଯେଉଁଠି ଅଛନ୍ତି ଶୁଣନ୍ତୁ, ଯାହାର ଯାହା ଦୁଃଖ ଅଛି ଆଶ୍ରମକୁ ଯାଇ ଦୁଃଖ ଜଣେଇ ପାରିବେ, ଏବଂ ଯଦି କାହାର କିଛି ନ ଯାଇପାରିବେ ଫୋନ୍ ମାଧ୍ୟମରେ ସେମାନେ ଯୋଗାଯୋଗ କରିପାରିବେ। କଥାଟି ଏଇଠି ରଖିବା। ଜାଗ ହେ ଅନନ୍ତ ତୁମେ ଜାଗି ଉଠ ଦୟା ଥାମେ। ଜାଗ ହେ ଅନନ୍ତ ତୁମେ ଜାଗି ଉଠ ଦୟା ଥାମେ। ଶିଖା ଦିଅ ହେ ପ୍ରଭୁ ଏ ସଂସାର ସାର କର୍ମେ। ଶିଖାଇ ଦିଅ ହେ ପ୍ରଭୁ ଏ ସଂସାର ସାର କର୍ମେ। ଜାଗ ହେ ଅନନ୍ତ ତୁମେ ଜାଗି ଉଠ ଦୟା ଥାମେ। ଜାଗ ହେ ଅନନ୍ତ ତୁମେ ଜାଗି ଉଠ ଦୟା ଥାମେ। ଜାଗ ହେ ଅନନ୍ତ ତୁମେ ଜାଗି ଉଠ ଦୟା ଥାମେ।